Good morning, dear students. Welcome to the online class organized by Bharati Vidya Mandir, Kantapura. Dear students, in the last class, I taught you the lesson 2 of the chapter The Jackal and the Rooster. I also described the SGP 1. Today, I am going to teach you the SGP 2. In the last class, I taught you that there was a very big and handsome rooster. He looked like a king with its beautiful red crown. But he always wanted to make its song better, so it took a suggestion of a jackal. The jackal, who always wanted to capture the rooster, he suggested that his song will be really nice if he sing closing its eyes. It was the teaching of the last class. Today I am going to teach you the SGP2. The rooster closed his eyes and sang louder and clearer, cock-a-doodle-doo. When the jackal suggested the rooster that he must sing closing its eyes if it wants to make its sound clearer, better and louder, then the rooster also obeyed it. ଯେତେବେଳେ jackal କହିଲା ତମେ ଯଦି ତମ ଗୀତକୁ ଆହୁରି ସୁନ୍ଦର କରିବା ପାଇଁ ଚାହୁଁଛ, ଆହୁରି ଆରାମ, ଆହୁରି ମନମୁଗ୍ଧକର କରିବା ପାଇଁ ଚାହୁଁଛ, ଆହୁରି ସ୍ୱିଟର ଆହୁରି ଲାଉଡର କରିବା ପାଇଁ ଚାହୁଁଛ, ତାହେଲେ ତମକୁ କ'ଣ କରିବା ପାଇଁ ପଡ଼ିବ ନା ତମକୁ ଆଖି ବନ୍ଦ କରି ଗୀତ ଗାଇବା ପାଇଁ ପଡ଼ିବ। ରୋଷ୍ଟର ତ ଚାହୁଁଥିଲା ତା ଗୀତର କେମିତି ସୁନ୍ଦର ହେଉ, ଆହୁରି ଭଲ ହେଉ, ତେଣୁ ସେ ସାଙ୍ଗେ ସାଙ୍ଗେ କ'ଣ କଲା ନା ସେ ସାଙ୍ଗେ ସାଙ୍ଗେ ଜାକଲର କଥା ମାନିଲା ଏବଂ ଆଖି ବନ୍ଦ କରି ଗୀତ ଗାଇବା ଆରମ୍ଭ କଲା। ତାପରେ କ'ଣ ହେଇଛି, ସ୍ନାପ୍ the jackal caught the rooster by its neck and ran away. ଏହି ସୁଯୋଗ ଅପେକ୍ଷାରେ ଥିଲା ଜାକଲ। ଯେମିତି ରୁଷ୍ଟର ଆଖି ବନ୍ଦ କରି ଗୀତ ଗାଇବା ଆରମ୍ଭ କରିଛି, ସାଙ୍ଗେ ସାଙ୍ଗେ କ'ଣ କଲା, ସେ ସାଙ୍ଗେ ସାଙ୍ଗେ କ୍ୟାପଚର କଲା କାହାକୁ, ଜାକଲକୁ। ଜାକଲ କ୍ୟାପଚର କଲା ରୁଷ୍ଟରକୁ କେମିତି ନା ବାଇ ଇଟ୍ସ ନେକ୍, ତା ବେକକୁ କାମୁଡ଼ି ଧରିଲା ଆଣ୍ଡ ran away. The owner of the rooster changed behind. ଯେତେବେଳେ କୁକୁଡ଼ାଟିକି ନେଇ ପଳେଇ ଯାଉଛି ଜାକେଲ, ସେତେବେଳେ ତା ମାଲିକ ସାଙ୍ଗେ ସାଙ୍ଗେ ଯେମିତି ଜାଣିବାକୁ ପାଇଲା, ସାଙ୍ଗେ ସାଙ୍ଗେ ତା ପଛରେ ଗୋଡ଼େଇଲା। ଖାଲି ସେ ଏକା ନୁହେଁ, ହିଜ୍ ୱାଇଫ୍ ଆଣ୍ଡ ସନ୍ସ ଅଲସୋ ଜଏଣ୍ଟ ହିମ୍। ତାର ୱାଇଫ୍, ତାର ପିଲାମାନେ ସମସ୍ତେ ତାଙ୍କ ପଛରେ ଗୋଡ଼େଇଲେ। ଖାଲି ସେତିକି ନୁହେଁ, ଅଲସୋ ଜଏଣ୍ଟ ହିଜ୍ ନେଇବର୍ସ, ତାର ପଡ଼ିଶାମାନେ ମଧ୍ୟ ସେମାନେ ମଧ୍ୟ ତା ପଛେ ପଛେ ଗୋଡ଼େଇଲେ। ବଟ୍ ଦ ଜାକେଲ ୱାଜ୍ ମଚ୍ ଆହେଡ୍ ଅଫ୍ ଦୋଜ୍ ରନିଂ ବିହାଇଣ୍ଡ। କିନ୍ତୁ ଜାକେଲ ବହୁତ ଜୋରରେ ଦୌଡ଼ୁଥିଲା, ଯେଉଁଥିପାଇଁ ଏମାନେ ତାକୁ ପାଇପାରିଲେ ନାହିଁ। The rooster in the meantime said, Mr. Jackal, I am so happy to be with you. Because without walking I am walking, without flying I am flying. Rooster ଯେତେବେଳେ ଜାକଲର ଜନ୍ତାରେ ପଡ଼ିଯାଇଛି, ଭାରି ଟେନସନରେ ପଡ଼ିଯାଇଛି। ନିଜକୁ ବଞ୍ଚାଇବା ପାଇଁ ସେ ଗୋଟେ ଉପାୟ ଚିନ୍ତା କରୁଛି। ସାଙ୍ଗେ ସାଙ୍ଗେ ଗୋଟେ ପ୍ଲାନ୍ ପକାଇଲା। ଜଣଙ୍କ ପାଖରୁ ଯେତେବେଳେ ଖସିବା ପାଇଁ ପଡ଼ିବ, ଟିକେ ବୁଦ୍ଧି ଖଟାଇବା ପାଇଁ ପଡ଼ିବ, ଟିକେ ତାର ହେବା ପାଇଁ ପଡ଼ିବ। ଠିକ୍ ସେ ସେୟା କରିଛି, ଚେଷ୍ଟା କରିଛି କେମିତି କ'ଣ କରିବ ନା କେମିତି ଜାକେଲର ମନକୁ ସେ ପରିବର୍ତ୍ତନ କରିବ। ସେଇଥିପାଇଁ ସେ କ'ଣ କହିଲା, ଆଇ ଏମ୍ ଭେରି ହାପି ଟୁ ବି ୱିଥ୍ ୟୁ। ତମ ସହିତ ଆସିକି ମୁଁ ବହୁତ ଖୁସି ଅଛି। କାହିଁକି ନା ୱିଦାଉଟ୍ ୱାକିଂ ଆଇ ଏମ୍ ୱାକିଂ, ୱିଦାଉଟ୍ ଫ୍ଲାଇଂ ଆଇ ଏମ୍ ଫ୍ଲାଇଂ। ବିନା ଚାଲିବାରେ ମୁଁ ଚାଲୁଛି, ବିନା ଉଡ଼ିବାରେ ମୁଁ ଉଡ଼ୁଛି। କାହିଁକି ନା ତମେ ମୋତେ ଆରାମରେ ନେଇ ପଳେଇ ଯାଉଛ। ହ୍ୱାଟ୍ ଏ ଗ୍ରେଟ୍ ଫିଲିଂ, କେତେ ସୁନ୍ଦର ଅନୁଭବ ମୋର, ବହୁତ ମୋର ମନ ଖୁସି ଅଛି। ଆଣ୍ଡ ମାଇ ଓନର୍ ଇଜ୍ ଏ ମାଇଜର, ମୋ ମାଲିକ ଟିକେ କଞ୍ଜୁସ ଲୋକଟା, ସେ ମୋ ଯତ୍ନ ଜମା ନିଏ ନା। ହି ନେଭର ଗିଭ୍ସ ମି ଏନିଥିଙ୍ଗ ଟୁ ଇଟ୍, ମୋତେ ସେ ଠିକ୍ ଭାବରେ ମୋତେ ଖାଇବା ପିଇବାକୁ ଦିଏନି, ମୋର ଯତ୍ନ ନିଏ ନା। ହ୍ୱାଇ ଡୋଣ୍ଟ ୟୁ ଟେଲ୍ ଦିସ୍ ଟୁ ହିମ୍, ଟିକେ ତାଙ୍କୁ ଯଦି କହିଦିଅନ୍ତ ତାହେଲେ ସେ ନିଶ୍ଚିତ ଭାବରେ ମୋତେ ଟିକେ ଆଉ ଟିକେ ମୋର କେୟାର ନିଅନ୍ତା। ଏହିଭଳି ଭାବରେ ମିଠା ମିଠା କଥା କହି ସେ ଜାକେଲର ମନକୁ ନେବା ପାଇଁ ଚେଷ୍ଟା କରିଛି। Dear students, this is the summary of SGP2. In the next class, I will discuss the comprehension questions of this topic. Now I remain. Thanks, yours Vivek Guruji.